ଗୁରୁତ୍ୱପୂର୍ଣ୍ଣ ଏଜୁକେସନ୍ ଖବର। ଏଇଟ୍ ପେ କମିଶନ ଖୁବ୍ ଶୀଘ୍ର ଲାଗୁ ହେବାକୁ ଯାଉଛି। ମିନିଷ୍ଟ୍ରି ଅଫ୍ ପର୍ସନାଲ ଆଣ୍ଡ ପବ୍ଲିକ୍ ଗ୍ରିଭେନ୍ସ ଆଣ୍ଡ ପେନ୍ସନ୍ ଡିପାର୍ଟମେଣ୍ଟ ପର୍ସନାଲ ଟ୍ରେନିଂ ତରଫରୁ ଦେଖନ୍ତୁ ଲେଟର ହେଇଛି ଟୁ ଅଲ୍ ସେକ୍ରେଟାରିଏଟ୍ ଅଫ୍ ଅଲ୍ ଗଭର୍ଣ୍ଣମେଣ୍ଟ ଆଣ୍ଡ ଅଲ୍ ସେକ୍ରେଟାରିଏଟ୍ ମିନିଷ୍ଟର ଡିପାର୍ଟମେଣ୍ଟ ଅଫ୍ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ। ତ ଆପଣଙ୍କର ବିଭିନ୍ନ ପ୍ରକାର 4ଟି ସେକ୍ରେଟାରୀ ପୋଷ୍ଟ ଏଇଟ୍ ପେ ସେଣ୍ଟ୍ରାଲ କମିଶନକୁ ଡେପୁଟେସନ୍ ହେବା ପାଇଁ ସେଣ୍ଟ୍ରାଲ ଷ୍ଟାଫିଂ ଗଠନ ପାଇଁ ଆମର ଏଇଟ୍ ପେ କମିଶନର ସ୍ୱତନ୍ତ୍ର ସାଂଗଠନିକ ବ୍ୟବସ୍ଥା ପାଇଁ ଆମର 4ଟି ପୋଷ୍ଟ ଫିଲ୍ଅପ୍ ହେବାକୁ ଯାଉଛି। ଯେଉଁମାନେ ସେକ୍ରେଟାରିଏଟ୍ରେ ଥିବେ ସେମାନଙ୍କୁ ଡେପୁଟେସନ୍ ବେସିସ୍ରେ ହାୟର ଅଥରିଟି ଭାବରେ ଏଇଟ୍ ପେ କମିଶନରୁ କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ଅନୁମତି ଦିଆଯିବ। ଦେଖନ୍ତୁ ଫିଲିଂ ଅଫ୍ ଦ 4 ପୋଷ୍ଟ ଅଣ୍ଡର ଦ ସେକ୍ରେଟାରୀ ଇନ୍ ଦି ଏଇଟ୍ ପେ Central Pay Commission on the deputation basis under the Central Staffing Scheme. It is proposed to the 4 posts under Secretary level 11 in the Central Pay Commission deputation basis under the Central Staffing Scheme under DO expenditure. The application were invited for the post circular even number of dated 22/4/2025 enclosed. Has been decided to extend the last date submission application till 30/6/2025 ଅର୍ଥାତ୍ ଏଇ ଯେଉଁ 4 ପୋଷ୍ଟକୁ ସେକ୍ରେଟାରୀର ଆପଣଙ୍କର ଡେପୁଟେସନ୍ ବେସିସ୍ରେ କରିବାକୁ ଯାଉଥିଲେ ତାହା ବର୍ତ୍ତମାନ ପୋଷ୍ଟଟି ଆପଣଙ୍କର 30 ତାରିଖ ସୁଦ୍ଧା ଘୁଞ୍ଚା ଯାଇଛି। ଦିସ୍ ଇଜ୍ ମେ ଟୁ ବି ବ୍ରଟ୍ ନୋଟିସ୍ କନସର୍ନ ଆପ୍ଲିକେସନ୍ ଏଲିଜିବଲ୍ କ୍ୟାଣ୍ଡିଡେଟ୍ ମେ ବି ପ୍ଲିଜ୍ ଫରୱାର୍ଡ଼ ଫର୍ ଦ ଇମେଲ୍ ଆକର୍ଡ଼ିଂଲି। ତ ଆପଣମାନେ ଇମେଲ୍ ଦ୍ୱାରା ଆପ୍ଲିକେସନକୁ ପଠାଇବା ପାଇଁ ଏହି ମର୍ମରେ କୁହାଯାଇଛି। ତ ଆପଣମାନେ ଦେଖନ୍ତୁ ଏଇଟ୍ ପେ କମିଶନ ଖୁବ୍ ଶୀଘ୍ର ଲାଗୁ ହେବା ପାଇଁ ଏହି ପୋଷ୍ଟ ଗୁଡ଼ିକ କ୍ରିଏଟ୍ କରାଯାଇ ଏଥିରେ ନିଯୁକ୍ତି ଦିଆଯାଉଛି। ଫଳରେ ଏଇଟ୍ ପେ କମିଶନର ସାଂଗଠନିକ ସ୍ତର ଶୀଘ୍ର ଭାବରେ ଗଠନ କରାଯାଇପାରିବ ଏବଂ ଏହାର କପି ମଧ୍ୟ ଦେଖନ୍ତୁ ଡିପାର୍ଟମେଣ୍ଟ ଅଫ୍ ଏକ୍ସପେଣ୍ଡିଚର ଏବଂ ନର୍ଥ ବ୍ଲକ ନ୍ୟୁ ଦିଲ୍ଲୀକୁ ଫରୱାର୍ଡ଼ କରାଯାଇଛି ଏବଂ PA to DS ଅପଲୋଡ଼ିଂ ଥ୍ରୋ ବ୍ଲକ ଇମେଲ୍ ସିଷ୍ଟମ୍ ଦ୍ୱାରା ଏହାକୁ ଅନୁମୋଦନ କରାଯାଇଛି। ଡେପୁଟି ସେକ୍ରେଟାରୀ ଟୁ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଆନି କନମାନି ଜୟ। ମିନିଷ୍ଟ୍ରି ଅଫ୍ ହୋମ୍ ଆଫେୟାର୍ସ ଦ୍ୱାରା ଦେଖନ୍ତୁ ଅଫିସ୍ ରେଜିଷ୍ଟ୍ରେସନ୍ ଜେନେରାଲ ଇଣ୍ଡିଆ ନୋଟିଫିକେସନ୍ ବାହାରିଛି ନ୍ୟୁ ଦିଲ୍ଲୀ 16 ଜୁନ୍ 2025ରେ ଆପଣଙ୍କର ସେନ୍ସସ୍ ବା ଜନଗଣନା କାର୍ଯ୍ୟ 1 ମାର୍ଚ୍ଚ 2027ରେ ହେବ ବୋଲି ଏଥିରେ ନିର୍ଦ୍ଧାରିତ କରାଯାଇଛି। ଦ ଏକ୍ସରସାଇଜ୍ ପାୱାର କନଫର୍ଡ ସେକ୍ସନ୍ 3 ସେନ୍ସସ୍ ଆକ୍ଟ 1948 and supersession of the notification of Government of India Ministry Home Affairs SO 1455 date 26 March 2009 published the Gazette of India externally part of 2 section 3 subject section the dated 28 March 2019 except the respect of done to be done before the supersession. The central government hereby declare that the census population of India shall be taken during the year 2027. ତ 2027 ମସିହାରେ ଆପଣଙ୍କୁ ଏହି ଧାରା ଅନୁସାରେ ଆପଣଙ୍କର ଜନଗଣନା କାର୍ଯ୍ୟ କରାଯିବ। ଦ ରେଫରେନ୍ସ ଡେଟ୍ ଅଫ୍ ସେଟ୍ ଟୁ ସେନ୍ସସ୍ shall be 00 hours 1 day of March 27 except Union Territory Ladakh so the bound of non-synchronous area Union Territory Jammu Kashmir and the state of Himachal Uttarakhand। ତ ହିମାଚଳ ଉତ୍ତରାଖଣ୍ଡର ଏବଂ ଟେରିଟୋରୀ ଅଞ୍ଚଳରେ ଏହା ଗଣନା କାର୍ଯ୍ୟ କରାଯିବ ନାହିଁ। ତ ଆପଣଙ୍କୁ ଫାଷ୍ଟ ଦିନରୁ ମାର୍ଚ୍ଚ ପ୍ରଥମରୁ ଆପଣଙ୍କର ଜନଗଣନା କାର୍ଯ୍ୟ କରାଯିବ। In respect the territory Ladakh snow bound synchronous area Union Territory of the Jammu and Kashmir and state of Himachal and Uttarakhand reference date shall be 0 hours on the first day of October 26.